ବନ୍ଧୁଗଣ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆପଣମାନଙ୍କୁ ସ୍ୱାଗତ କରେ। ମୁଁ ରେଭରେଣ୍ଡ ବିଭୁ ପ୍ରଧାନ ଆପଣମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆହ୍ୱାନ କରେ ଆଜିର ଏହି କାର୍ଯ୍ୟକ୍ରମକୁ। ତେବେ ଆଜିର ପ୍ରସଙ୍ଗ ରହିଛି ଯେ ଏ ବେଡ୍ ରେକର୍ଡ ଏଣ୍ଡ ଏ ବେଡ୍ ହାର୍ଟ, ଏକ ଖରାପ ତାଲିକା ଏବଂ ଖରାପ ହୃଦୟ, ମନ୍ଦ ହୃଦୟ, ମନ୍ଦ ତାଲିକା, ମନ୍ଦ ହୃଦୟ। ଏବେ ଆସନ୍ତୁ ଆଜି ଏହି ବାକ୍ୟକୁ ଆମେ ବିଶେଷ କରି ଧ୍ୟାନ ଦେବା। ମନ୍ଦ ତାଲିକା ଏବଂ ମନ୍ଦ ହୃଦୟ କ'ଣ ଅଟେ? ଜଗତରେ ଅନେକ ସମସ୍ୟା ସବୁ ରହିଛି। କାହାର ଚାକିରି ସମସ୍ୟା, କାହାର ବାହାଘର ସମସ୍ୟା, କାହାର ପରିବାର ସମସ୍ୟା, କାହାର ଅର୍ଥର ସମସ୍ୟା, ଜବ୍ର ସମସ୍ୟା, ବିଭିନ୍ନ ଗ୍ରାମରେ ସମସ୍ୟା, ଲୋକମାନଙ୍କ ସହିତ ସମସ୍ୟା, ଓଡ଼ିଶା ଘର ବାହାର ବିଭିନ୍ନ ପ୍ରକାର ସମସ୍ୟା ଜଗତରେ ଆମମାନଙ୍କ ପାଇଁ ରହିଛି। କିନ୍ତୁ କେତେକ ସମସ୍ୟା ଆମେ ନିଜେ ସମାଧାନ କରିଦେଇଥାଉ ବା ଅନ୍ୟ ଦ୍ୱାରା ସମାଧାନ କରିଦେଇଥାଉ ବା ପଇସା ଦ୍ୱାରା ସମାଧାନ କରିଦେଇଥାଉ। ଆଉ କେତେକ ସମସ୍ୟା ଯାହା ଆପଣ କଦାପି କସ୍ମିନ୍ କାଳେ ମଧ୍ୟ ଆପଣ ସମସ୍ୟା ସମାଧାନ କରିପାରିବେ ନାହିଁ। ସେ ଭିତରୁ ଏ ବେଡ୍ ରେକର୍ଡ ଏଣ୍ଡ ଏ ବେଡ୍ ହାର୍ଟ, ଏକ ଖରାପ ତାଲିକା ଆପଣଙ୍କ ବିରୁଦ୍ଧରେ ଯେଉଁ ରେକର୍ଡ ରହିଛି ତାହାକୁ ଆପଣ କେବେ ମଧ୍ୟ ପରିବର୍ତ୍ତନ କରିପାରିବେ ନାହିଁ, ସମାଧାନ କରିପାରିବେ ନାହିଁ। କାରଣ ତାଲିକା ଲେଖାଯାଇଛି। ତେଣୁ ଆସନ୍ତୁ ପଦେ ପଢ଼ିବା ପ୍ରଭୁଙ୍କର ବାକ୍ୟରୁ। ଚିରିମିୟ ପୁସ୍ତକ ତାର 17 ଅଧ୍ୟାୟ 1 ପଦଟିକୁ ପଢ଼ିବା। ଏଠି ଏଭଳି ଲେଖାଯାଏ, ଜିହୁଦାର ପାପ ଲୋହ ଲେଖନୀରେ ଓ ହୀରକର କଣ୍ଟକ ଦ୍ୱାରା ଲିଖିତ ଅଛି। ସେମାନଙ୍କ ହୃଦୟ ଫଳକରେ ଓ ତୁମ୍ଭମାନଙ୍କର ଯଜ୍ଞବେଦୀର ଶୃଙ୍ଗରେ କ୍ଷୁଧିତ ହୋଇଅଛି। ପାପ ଲୋହ ଲେଖନୀରେ, ଆଇରନ୍ ଲୁହାରେ ଖୋଦିତ ଅଛି, କେହି ମିଟେଇ ପାରିବେ ନାହିଁ। ପୁଣି ହୀରକ ପ୍ରସ୍ତର ହୀରକରେ ଲିଖିତ ଅଛି, ହୀରକ କଣ୍ଟକ ଦ୍ୱାରା ଲିଖିତ ଅଛି, ତାହା କେହି ମିଟେଇ ପାରିବେ ନାହିଁ। ଆପଣଙ୍କ ବିରୁଦ୍ଧରେ, ମୋ ବିରୁଦ୍ଧରେ ପରମେଶ୍ୱର ନିଜେ ଲେଖିଛନ୍ତି। ତେଣୁ এই ସମସ୍ୟା, ଏ ଲେଖା, ଏହି ବେଡ୍ ରେକର୍ଡ ଯାହା ଆପଣ କରିଛନ୍ତି ପୃଥିବୀରେ ରହିକି ଜନ୍ମରୁ କର୍ମରୁ, ଏ ସମସ୍ତ ଏକ ତାଲିକାର ଅନ୍ତର୍ଭୁକ୍ତ ଯାହାକୁ ଖରାପ ରେକର୍ଡ ସୃଷ୍ଟି କରେ। ଏଇଠି ହିଁ ନୁହଁ, ସ୍ୱର୍ଗରେ ଆପଣଙ୍କର ରେକର୍ଡ ରଖାଯାଇଛି। ସ୍ୱର୍ଗରେ ଆପଣଙ୍କର ବେଡ୍ ହାର୍ଟର ରେକର୍ଡ ରଖାଯାଇଛି, ଆଉ ଆପଣ ତାହା ଚେଞ୍ଜ କରିପାରିବେ ନାହିଁ। କସ୍ମିନ୍ କାଳେ ମଧ୍ୟ ଚେଞ୍ଜ କରିପାରିବେ ନାହିଁ। କାରଣ ବାକ୍ୟରେ ଲେଖାଯାଏ, ପାପର ବିଚାର ରହିଛି। ମନୁଷ୍ୟ ଥରେ ମାତ୍ର ମୃତ୍ୟୁ, ତାପରେ ତା ପାଇଁ ବିଚାର ନିରୂପିତ ଅଛି। ବିଚାର ହିସାବ ଦେବାକୁ ପଡ଼ିବ, କାରଣ ତାହାଙ୍କଠାରେ କୌଣସି ମନୁଷ୍ୟ ଅପ୍ରକାଶିତ ନୁହେଁ। ଏଭଳି ତାର 4:13 ପଦରେ ଲେଖାଯାଏ, ଆମେ ସମସ୍ତେ ଗୋଟିଏ ଦିନ ହିସାବ ଦେବାକୁ ପଡ଼ିବ। ଆମର ସମସ୍ତ ବିଷୟ ତାହାଙ୍କ ନିକଟରେ ଉଲ୍ଲଙ୍ଘ ଏବଂ ଅନାବୃତ ଅଟେ, ଖୋଲା ଅଟେ। ଯେତେ ଆପଣ ଘୋଡ଼େଇ ଥାନ୍ତୁ, ଯେତେ କୌଣସି ଧର୍ମୀୟ କାର୍ଯ୍ୟ ଦ୍ୱାରା ଆପଣ ଦାନ ଦଶମାଂଶ ପ୍ରାର୍ଥନା ବିଭିନ୍ନ ବିଷୟକୁ ଯାଆନ୍ତୁ, କରନ୍ତୁ, ପାପ ଘୋଡ଼େଇକି ରଖିଥାନ୍ତି। ଆପଣଙ୍କର ରେକର୍ଡ କେବେ ମଧ୍ୟ ସେମିତି କଟାଯିବ ନାହିଁ। ଆପଣ ଯେପର୍ଯ୍ୟନ୍ତ ରେକର୍ଡକୁ ସାମ୍ନା କରିନାହାନ୍ତି କାଟିବା ପାଇଁ, ଆପଣଙ୍କର କଟାଯାଇ ନାହିଁ, ସେ କାଟିବେ ନାହିଁ। ଆପଣ ଯେତେ ଧାର୍ମିକ ଦେଖାନ୍ତୁ, ଯେତେ କ'ଣ କରନ୍ତୁ, ମିନିଷ୍ଟ୍ରି କ୍ଷେତ୍ରରେ, ସେବା କାର୍ଯ୍ୟରେ ଆପଣଙ୍କର ରେକର୍ଡ ଯେମିତିକୁ ସେମିତି ରହିବ। ଅନେକ ଥର ଆପଣ ଲ ଆଣ୍ଡ ଅର୍ଡରକୁ କ'ଣ କରିଛନ୍ତି, ଭାଙ୍ଗିଛନ୍ତି। କେତେ ଥର ଯେ ଭାଙ୍ଗିଛନ୍ତି, କେତେ ଥର ଯେ ତାହାର ନୀତି ନିୟମକୁ, ପରମେଶ୍ୱରଙ୍କର ଆଜ୍ଞାକୁ, ପରମେଶ୍ୱରଙ୍କର ବାକ୍ୟକୁ ଅବଜ୍ଞା କରିଛନ୍ତି, ତାଙ୍କର ତୁଚ୍ଛ ଜ୍ଞାନ କରିଛନ୍ତି। ଅନେକ ପ୍ରଚାରକ ପାଳକମାନଙ୍କର ଆଉ ବାକ୍ୟକୁ, ଆପଣଙ୍କ ଶିକ୍ଷକମାନଙ୍କର ଅନେକ ବିଷୟକୁ ଆପଣ କ'ଣ କରିଛନ୍ତି, ଭାଙ୍ଗିଛନ୍ତି। ଲେଟ୍ ଅସ୍ ପରମେଶ୍ୱରଙ୍କ ନିକଟକୁ ଫେରିବା ପାଇଁ, ତାଙ୍କର
ଠାରେ ଥିବା ତାଲିକାକୁ କାଟିବା ପାଇଁ ଆପଣଙ୍କର କୌଣସି ବିଷୟ ହେଇପାରିବ ନାହିଁ। କାରଣ ବାକ୍ୟରେ ଲେଖାଯାଏ ଯେ କୁଶୀୟ ଲୋକ କି ସେ କ'ଣ କରିବ, ରଙ୍ଗ ବଦଳେଇ ପାରିବ। ଚିତାବାଘ କି ଆପଣ ରଙ୍ଗ ବଦଳେଇ ପାରିବ। ମନୁଷ୍ୟ ସମ୍ପୂର୍ଣ୍ଣରେ ପାପରେ ପରିପୂର୍ଣ୍ଣ ଅଟେ। ତାର ତାଲିକା ଖରାପ ଅଟେ। ପରମେଶ୍ୱରଙ୍କ ଦୃଷ୍ଟିରେ, ପରମେଶ୍ୱରଙ୍କର ନଜରରେ, ପରମେଶ୍ୱରଙ୍କ ସାମ୍ନାରେ ରେକର୍ଡ ଖରାପ। ଆପଣ ଯେତେ ଚାଲାକି ହୁଅନ୍ତୁ, ଯେତେ ଚତୁର ହୁଅନ୍ତୁ, ଯେତେ ନିଜକୁ ଜ୍ଞାନୀ ଦେଖାନ୍ତୁ, ପଣ୍ଡିତ ଦେଖାନ୍ତୁ, ଯାହା ବି କରନ୍ତୁ, ଆପଣଙ୍କର ରେକର୍ଡ ପରମେଶ୍ୱରଙ୍କର ସାମ୍ନାରେ ରହିଛି ତାହା ବ୍ୟାଡ୍ ରେକର୍ଡ। ତାହା କଟା ହେବା ଦରକାର। ଯେ ପର୍ଯ୍ୟନ୍ତ କଟା ହେବ ନାହିଁ, ସେ ପର୍ଯ୍ୟନ୍ତ ଆପଣ କେବେ ବି ତାଙ୍କ ରାଜ୍ୟର ସଦସ୍ୟ ହେବେ ନାହିଁ। ତାଙ୍କ ରାଜ୍ୟକୁ ଯିବାକୁ ହେଲେ ତାଙ୍କ ରାଜ୍ୟର ନିୟମ କାନୁନ ମଧ୍ୟରେ ରହିବାକୁ ପଡ଼ିବ। ଯେମିତି ଆମେ ଏଇ ଜଗତରେ ନିଜର ନିୟମ କାନୁନ ମାନୁଛୁ, ସେଇଭଳି ତାଙ୍କ ରାଜ୍ୟକୁ ଯିବାକୁ ହେଲେ ଆମମାନଙ୍କୁ କ'ଣ କରିବାକୁ ପଡ଼ିବ, ଏ ନିୟମ କାନୁନ ମାନିବାକୁ ପଡ଼ିବ। ସେ ସମସ୍ତ ଦେଖିପାରନ୍ତି। ହିତୋପଦେଶ 15:3 ଲେଖାଯାଏ, ପରମେଶ୍ୱର ସମସ୍ତ ଦେଖନ୍ତି। ତାଙ୍କର ସମ୍ମୁଖରେ ସମସ୍ତ ଖୋଲା ଅଟେ, ଅବ୍ଦନ ଖୋଲା ଅଟେ। ପ୍ରକାଶିତ 20:11-15 ପଦରେ ଲେଖା ଅଛି ଯେ ପୁସ୍ତକ ଗୁଡ଼ିକ ଖୋଲାଗଲା। ପୁସ୍ତକ ସବୁ ଖୋଲା ଯାଇଛି। ଆଉ ଯାହାର ନାମ ସେଠି ନଥିବ, ଲିଖିତ ପ୍ରମାଣେ, ରେକର୍ଡ ପ୍ରମାଣେ ଆପଣ ଫିଟି ପାରିବେ ନାହିଁ, ବର୍ତ୍ତି ପାରିବେ ନାହିଁ। ଚତୁରାଇ ସେବା କାର୍ଯ୍ୟ, ଚତୁରାଇ ଚାଲାକ ଚତୁର ମିନିଷ୍ଟ୍ରି ପୋଜିସନ୍ ନେଇ ଏସବୁ ରେକର୍ଡ ଭାଙ୍ଗି ପାରିବ ନାହିଁ। ତେଣୁ ପରମେଶ୍ୱର ଚାହାନ୍ତି ଆମମାନଙ୍କୁ ତାଙ୍କର ସେହି ଥିବା ରେକର୍ଡକୁ ଭାଙ୍ଗିବା ପାଇଁ ବା କାଟିବା ପାଇଁ। ଆପଣ କାଟିବା ଦରକାର। ସେ ଅନେକ ଦୋଷ ଆଜ୍ଞା ଦେଲେ, କିନ୍ତୁ ତାହା କାମ କଲାନି। ଅନେକ ଲୋକ ଭାଙ୍ଗିଲେ। ତୁମେ ସମସ୍ତ ମନ ପ୍ରାଣ ଦେଇ ପରମେଶ୍ୱରଙ୍କୁ ପ୍ରେମ କରିବା, ଏହା ମଧ୍ୟ ହେଇପାରିଲା ନାହିଁ। ଲୋକମାନେ କରିବା ପାଇଁ ଅନିଚ୍ଛୁକ, ତାହା ହେଇପାରୁନାହିଁ। ସ୍ୱର୍ଗର ଅଦାଲତରେ ଆପଣଙ୍କର ଲାଞ୍ଚ ଦେଇପାରିବେ ନାହିଁ, ଆପଣ ଠକି ପାରିବେ ନାହିଁ, ବର୍ତ୍ତି ପାରିବେ ନାହିଁ। ଏଇ ଜଗତର କୋର୍ଟରେ ଆପଣ ବର୍ତ୍ତି ଯାଇପାରନ୍ତି ଅନେକ ବଡ଼ ବଡ଼ ଭୁଲ କରିକି। ସରକାରର, ପଞ୍ଚାୟତର, ଇନ୍ଦିରା ଆବାସର ବିଭିନ୍ନ ଯୋଜନାର ଫାଇଦା ଉଠେଇକି ଭୁଲ କରିକି ଲୋକକୁ ଠକି ବଞ୍ଚିକି ସେଇ ସବୁରୁ ପାର ହେଇପାରନ୍ତି। ଯେଉଁ ଭୁଲ ଭ୍ରାନ୍ତି ସବୁ ପରମେଶ୍ୱରଙ୍କ ଦୃଷ୍ଟିରେ କରିକି ବଡ଼ ଲୋକିଆ ହେବା ପାଇଁ ଇଚ୍ଛା କରନ୍ତି, ସେଇ ସବୁରୁ ବାହାର ଲୋକ ଦ୍ୱାରା ବର୍ତ୍ତି ଯାଇପାରନ୍ତି। କିନ୍ତୁ ପରମେଶ୍ୱରଙ୍କର ଅଦାଲତରେ ମନୁଷ୍ୟ କେବେ ବର୍ତ୍ତି ପାରିବ ନାହିଁ। ପରମେଶ୍ୱର ଚାହାନ୍ତି ତାଙ୍କର ଲୋକମାନେ ସେହି ବିଷୟକୁ ତାଙ୍କ ଦ୍ୱାରା ସେମାନେ କାଟନ୍ତୁ। ସେମାନେ ତାଙ୍କର ଅନୁଗ୍ରହ ଭିକ୍ଷା କରନ୍ତୁ। ତେଣୁ ବେଡ୍ ରେକର୍ଡ ଯାହା ଆପଣଙ୍କର ମୋର ରହିଛି, କେବଳ ଗୋଟିଏ ହିଁ ଜଣେ ସମସ୍ୟାର ସମାଧାନ କରିବେ, ସୁସମାଚାର। ଓନ୍ଲି ସୁସମାଚାର ହିଁ କ'ଣ କରିବ, ତାହାର ସମାଧାନ କରିପାରିବ। ଯଦି ଆପଣ ସୁସମାଚାରକୁ ହୃଦୟରେ ସମ୍ପୂର୍ଣ୍ଣ ରୂପେ ସ୍ଥାନ ଦେଇନାହାନ୍ତି, ଗ୍ରହଣ କରିନାହାନ୍ତି, ନମ୍ର ହେଇନାହାନ୍ତି, ତେବେ ଆପଣଙ୍କର ପାପର ତାଲିକା ପରମେଶ୍ୱର ଲମ୍ବା ତାଲିକା ରଖିଥିବେ। ଇଶାୟା ପୁସ୍ତକ ଲେଖା ଅଛି 1:18 ପଦରେ, ଆସ ଆମମାନେ ଉତ୍ତର ପ୍ରତି ଉତ୍ତର କରିବା। ତୁମର ପାପ ସିନ୍ଦୁର ବର୍ଣ୍ଣ ଥିଲେ ମଧ୍ୟ ତାହାକୁ ଆମେ କ'ଣ କରିବା, ଆଉ ହିମ ପରି ଶୁକ୍ଳ କରିବା, ହିମ ପରି ଶୁକ୍ଳ ବର୍ଣ୍ଣ କରିବା। ତେଣୁ ପରମେଶ୍ୱର ଆମମାନଙ୍କୁ ଚାହାନ୍ତି ନିକଟରେ ନିଜକୁ ସମର୍ପିତ କରିବା। ହାର୍ଟର ତାଲିକା କେବେ ବି ଭାବନ୍ତୁ ନାହିଁ ଆପଣ ମୋର ତାଲିକା ଏମିତି ହେଇଯାଇଛି। ଠକାମିରେ ପଡ଼ନ୍ତୁ ନାହିଁ, ଠକାମିରେ ପଡ଼ନ୍ତୁ ନାହିଁ, ଟୋଟାଲି ଠକାମିରେ ପଡ଼ନ୍ତୁ ନାହିଁ। ଆପଣଙ୍କ ହୃଦୟ ଆପଣଙ୍କୁ ଠକିଦେବ। ଆପଣ ଭଲ ଅଛନ୍ତି, ଠିକ୍ ଅଛନ୍ତି, ତାଲିକା କଟାଯାଇଛି ଓ ଦାନ ଦଶମାଂଶ ବିଭିନ୍ନ ପ୍ରକାର ପାଳକମାନଙ୍କୁ ଖାଦ୍ୟ ଦେବା ଦ୍ୱାରା ବିଭିନ୍ନ ନ ବଢ଼ି କୌଣସି ପାଳକ, କୌଣସି ଲୋକ ଆପଣଙ୍କର ତାଲିକାକୁ ଚେଞ୍ଜ କରିପାରିବ ନାହିଁ। ଆପଣଙ୍କର ରେକର୍ଡକୁ କୌଣସି ପାଳକ ଦ୍ୱାରା ଚେଞ୍ଜ କରିପାରିବ ନାହିଁ। କେବଳ ଜଣେ ଲୋକ ମଧ୍ୟସ୍ଥ ଅଟନ୍ତି। ଏବ୍ରୀ ପୁସ୍ତକ 12:24ରେ ଯୀଶୁଖ୍ରୀଷ୍ଟ ନୂତନ ନିୟମର ମଧ୍ୟସ୍ଥ। ସେ ମଧ୍ୟସ୍ଥ ଦ୍ୱାରା ହିଁ ରେକର୍ଡକୁ
ଆପଣ କ'ଣ କରିପାରିବେ, ମିଟେଇ ପାରିବେ, ଲିଭେଇ ପାରିବେ। ନମ୍ବର 1 ସମସ୍ୟା ଆପଣ କେବେ ବି ସମାଧାନ କରିପାରିବେ ନାହିଁ, ଆପଣଙ୍କର ରେକର୍ଡ଼। ଦ୍ୱିତୀୟ ନମ୍ବର ବ୍ୟାଡ୍ ହାର୍ଟ, ଏକ ଖରାପ ହୃଦୟ। ଖରାପ ହୃଦୟ ଆପଣଙ୍କର ତାହା କେବେ ବି ଆମେ ଚେଞ୍ଜ କରିପାରିବା ନାହିଁ। କାରଣ ବାକ୍ୟରେ ଲେଖାଯାଏ, ମନୁଷ୍ୟମାନଙ୍କର କଳ୍ପନା ଅବିରତ ମନ୍ଦ ମାତ୍ର। ତାଙ୍କ ହୃଦୟରୁ କ'ଣ ବାହାରେ? ଅଶୁଚି ବିଷୟ ସବୁ ବାହାରେ। ଆଉ ମନୁଷ୍ୟମାନଙ୍କର ସମସ୍ତ ସ୍ୱଭାବ, ଶାରୀରିକ ସ୍ୱଭାବ ଈଶ୍ୱରଙ୍କ ଶତ୍ରୁତା ଅଟେ। ଏ ଶତ୍ରୁ ହେଇକି ଆପଣ ବଞ୍ଚି ରହି ଶତ୍ରୁ ହେଇକି ପରମେଶ୍ୱରଙ୍କ ରାଜ୍ୟରେ ଯାଇପାରିବେ ନାହିଁ। ଆପଣଙ୍କ ନିଜ ହୃଦୟ ଆପଣଙ୍କୁ ପ୍ରବଞ୍ଚନା କରିବ। ଭଲ ଅଛ, ଠିକ୍ ଅଛ, ତୁମକୁ କିଏ କହିଲା କ'ଣ? ତୁମେ ଏମିତି ହେବା ଦରକାର ନା। ତୁମେ ଜଣେ ପୋଜିସନରେ ଅଛ, ତୁମେ ଚର୍ଚ୍ଚର ଗୋଟେ ଲିଡର ଅଛ, ତୁମେ ପାଷ୍ଟର ଅଛ, ତୁମେ ବିଭିନ୍ନ ପ୍ରକାର ସଭା ସମିତିରେ ଭାଷଣ ଦେଉଛ। ଠକି ଦେଇପାରେ ହୃଦୟ। ଜାଗ୍ରତ ରୁହନ୍ତୁ ପରମେଶ୍ୱରଙ୍କ ନିକଟରେ, ଜାଗ୍ରତ ହେବା ଦରକାର। ଏ ପ୍ରବଞ୍ଚନାରେ ପଡ଼ନ୍ତୁ ନାହିଁ। ଯଦି ଠକାମିରେ ପଡ଼ିଛନ୍ତି, ମୁଁ ଭଲ ଅଛି, ମୋ ହୃଦୟ ଠିକ୍ ଅଛି, ମୁଁ ଭଲ ଅଛି, ତେବେ ପ୍ରିୟ ବନ୍ଧୁ ଆପଣ ଠକାମିରେ ଅଛନ୍ତି। ପରମେଶ୍ୱରଙ୍କ ଖରାପ ହୃଦୟ କେବେ ବି ଯାଇପାରିବ ନାହିଁ। ୟୁ କ୍ୟାନଟ୍ ଚେଞ୍ଜ ଦିସ୍ ଜିନିଷ। ଚିତା ଭାଗ ଯଦି ବଦଳେଇ ପାରିବ, ଏଥିପାଇଁ ଆପଣ କେବେ ବି ବଦଳେଇ ପାରିବେ ନାହିଁ। ହାର୍ଟ ଇଜ୍ ବ୍ୟାଡ୍। ପରମେଶ୍ୱର ଏଇ ହାର୍ଟକୁ ଦେଖୁଛନ୍ତି, ତାହା ଖରାପ ଅଟେ। ୟୁ କ୍ୟାନଟ୍ ଚେଞ୍ଜ ୟୋର୍ ହାର୍ଟ। ଆପଣଙ୍କର ହୃଦୟକୁ ନିଜେ ଆପଣ କେବେ ବି ପରିବର୍ତ୍ତନ କରିପାରିବେ ନାହିଁ। ତେଣୁ ନୂତନ ହୃଦୟ ଦେବା ପାଇଁ ପ୍ରଭୁ ଆହ୍ୱାନ କରୁଛନ୍ତି। ଜିହେଜିକଲ ପୁସ୍ତକରେ ଲେଖା ଅଛି ଏବଂ ଜେରେମିୟା ପୁସ୍ତକରେ ଲେଖା ଅଛି, ଆସ ଆମେ ତୁମର ମାଂସମୟ ହୃଦୟ, ତୁମର ପ୍ରସ୍ତରମୟ ହୃଦୟ କାଢ଼ି ଆମେ ମାଂସମୟ କୋମଳ ହୃଦୟ ଦେବା। ହାର୍ଟକୁ ଅପରେସନ୍ କରିବାର ଅଛି। ହାର୍ଟ ଆପଣଙ୍କର ଅପ୍ରତିକାର ପୀଡ଼ିତ ହେଇଯାଇଛି, ଯାହା ଅତି ଘା ଭଳି, ଯାହା ଚେଞ୍ଜିଂ ରିକଭର ହେବ ନାହିଁ। ପ୍ରଭୁ ଚାହାନ୍ତି ଆମମାନଙ୍କୁ ତାଙ୍କର ହାର୍ଟ ନେଇକି ମନ ପରିବର୍ତ୍ତନ କରି ଜୀବନ କରିବା। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ।